Hello dear students, welcome to my YouTube channel. କାଲିର ଭିଡ଼ିଓ ଥିଲା କୋର୍ 8 ପେପର जो 4 ସେମିଷ୍ଟର ଏଜୁକେସନ୍ ଅନର୍ସ ପିଲାଙ୍କର କୋର୍ 8 ପେପର ୟୁନିଟ୍ 2ର ଲଙ୍ଗ୍ କ୍ୱେଶ୍ଚିନ୍ ଡିସ୍କସନ୍ କରିଥିଲେ। ତେଣୁ ଆଜିର ଆଉ ଗୋଟେ ନୂଆ ଭିଡ଼ିଓ ଆଣିକି ଆସିଛି ଯେ ୟୁନିଟ୍ 3ର କେତେ 5ଟା ଲଙ୍ଗ୍ କ୍ୱେଶ୍ଚିନ୍ ଇମ୍ପୋର୍ଟାଣ୍ଟ ଲଙ୍ଗ୍ କ୍ୱେଶ୍ଚିନ୍। ତେଣୁ ଆର ଲାଷ୍ଟରେ ମୁଁ ଡେସ୍କ୍ରିପ୍ସନରେ ଦେଇଦେବି PDFର ଲିଙ୍କ୍ ଦେଇଦେବି। ତେଣୁ PDF ଡାଉନଲୋଡ୍ କରିକି ମଧ୍ୟ ତମମାନେ ନିଜେ ପଢ଼ିପାରିବ ତମର ପରୀକ୍ଷା ପାଇଁ। ତେଣୁ ୟୁନିଟ୍ 3ର ପାର୍ଟ 1 ୟୁନିଟ୍ 3 ଲଙ୍ଗ୍ କ୍ୱେଶ୍ଚିନ୍ ପାର୍ଟ 1। ଚାଲ ତାହେଲେ ପ୍ରଥମ କ୍ୱେଶ୍ଚିନ୍ ଦେଖିବା କ'ଣ ନା ସନନ୍ଦ 1813 ବିଷୟରେ ଆଲୋଚନା କର। ଡିସ୍କସ୍ ରିଗାର୍ଡିଂ ଦ ଚାର୍ଟର୍ସ ଆକ୍ଟ 1813। ଇଷ୍ଟ ଇଣ୍ଡିଆ କମ୍ପାନୀ ଆଇନ କହିଲେ ଇଷ୍ଟ ଇଣ୍ଡିଆ କମ୍ପାନୀ ଆକ୍ଟ 1813କୁ ମଧ୍ୟ ସନନ୍ଦ 1813 ବୋଲି କୁହାଯାଏ। ଭାରତରେ ବାଣିଜ୍ୟ କରିବା ପାଇଁ ଇଷ୍ଟ ଇଣ୍ଡିଆ କମ୍ପାନୀ ଇଂରେଜ ସରକାରଙ୍କ ଠାରୁ ଯେଉଁ ସନନ୍ଦ ଲାଭ କରିଥିଲେ ତାହାକୁ 10 ବର୍ଷରେ ନବୀକରଣ କରିବାକୁ ପଡୁଥିଲା। 1813 ମସିହାରେ ଯେତେବେଳେ ପୁନର୍ବାର ପାଇଁ ସନନ୍ଦର ନବୀକରଣ କରାଗଲା ସେତେବେଳେ ଭାରତରେ ଶିକ୍ଷାର ପ୍ରସାର ପାଇଁ ଇଷ୍ଟ ଇଣ୍ଡିଆ କମ୍ପାନୀ ଦାୟିତ୍ୱ ରହିଛି ବୋଲି ସ୍ୱୀକାର କରାଗଲା। ଏଥିପାଇଁ କମ୍ପାନୀ ପ୍ରତିବର୍ଷ 1 ଲକ୍ଷ ଟଙ୍କା ଖର୍ଚ୍ଚ କରିବ ବୋଲି ସନନ୍ଦରେ ସର୍ତ୍ତ ରଖାଗଲା। ମାତୃଭାଷାରେ ପୁସ୍ତକ ପ୍ରକାଶ କରିବା ପାଇଁ ସର୍ତ୍ତରେ ବ୍ୟବସ୍ଥା ରଖାଯାଇଥିଲା। ବାର୍ଷିକ 1 ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପାଇଁ ସନନ୍ଦରେ ଇଷ୍ଟ ଇଣ୍ଡିଆ କମ୍ପାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଅର୍ଥ ପ୍ରାଥମିକ, ମାଧ୍ୟମିକ ଏବଂ କଲେଜ ଶିକ୍ଷା ପାଇଁ କିମ୍ବା ପ୍ରାଚ୍ୟ ବା ପାଶ୍ଚାତ୍ୟ ସାହିତ୍ୟର ବିକାଶ ପାଇଁ ଖର୍ଚ୍ଚ ହେବ ସେ ସମ୍ପର୍କରେ କୌଣସି ସ୍ପଷ୍ଟ ନିର୍ଦ୍ଦେଶ ନଥିଲା। ତେଣୁ ଏହା ଇଷ୍ଟ ଇଣ୍ଡିଆ କମ୍ପାନୀର ଡାଇରେକ୍ଟରମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା। ତଥାପି ଧର୍ମ ପ୍ରଚାରକ ମାନଙ୍କର ଶିକ୍ଷାର ପ୍ରସାର ଦିଗରେ ପଦକ୍ଷେପ ଏବଂ ପରେ ଏ ଦିଗରେ ଘରୋଇ ବା ସରକାରୀ ଉଦ୍ୟମ ଯୋଗୁଁ ଭାରତର ଏକ ସଂଗଠିତ ଆଧୁନିକ ଶିକ୍ଷା ବ୍ୟବସ୍ଥାର ଅଭ୍ୟୁଦୟ ଘଟିଥିଲା। ସନନ୍ଦ 1813 ଗୁରୁତ୍ୱ କ'ଣ ଥିଲା? ଚାର୍ଟର ଅଫ୍ ଆକ୍ଟ 1813ର ଗୁରୁତ୍ୱ ବା ଇମ୍ପୋର୍ଟାନ୍ସ। ସନନ୍ଦ 1813 ବିଭିନ୍ନ ଦୃଷ୍ଟିକୋଣରୁ ଏହାର ଗୁରୁତ୍ୱ ବହନ କରେ। ସେଗୁଡ଼ିକ ହେଲା ଫାର୍ଷ୍ଟ ହେଉଛି କ'ଣ ନା ଏହି ସନନ୍ଦ 1813 ମାଧ୍ୟମରେ ଭାରତରେ ବ୍ରିଟିଶ ପ୍ରଶାସନ ତାର ମୌଳିକ ଗୁରୁତ୍ୱକୁ ହୃଦୟଙ୍ଗମ କରିପାରିଥିଲା। ପ୍ରଥମ ଥର ପାଇଁ ଭାରତର ଶିକ୍ଷା ପାଇଁ ଏକ ବଡ଼ ଧରଣର ଅର୍ଥରାଶି ମଞ୍ଜୁର ପାଇଁ ପ୍ରସ୍ତାବ ହେଲା। ସେହି ଅନୁଯାୟୀ ବାର୍ଷିକ 1 ଲକ୍ଷ ଟଙ୍କା ମଞ୍ଜୁର କରାଗଲା। ବ୍ରିଟିଶ ପ୍ରଶାସନ ଅନୁଭବ କଲା ଯେ ଭାରତୀୟମାନଙ୍କର ନିରକ୍ଷରତା ଏବଂ ଦାରିଦ୍ର୍ୟ ଦୂରୀକରଣ ପାଇଁ ତାଙ୍କର ଦାୟିତ୍ୱ ରହିଛି। ନେକ୍ସଟ ହେଉଛି କମ୍ପାନୀ ମଧ୍ୟ ଆଇନତଃ ଭାରତରେ ଶିକ୍ଷାର ଉନ୍ନତି ପାଇଁ ଦାୟୀ ବୋଲି ଅଙ୍ଗୀକାର କଲା। ନେକ୍ସଟ ପଏଣ୍ଟ ହେଉଛି ସନନ୍ଦ 1813 ଭାରତର ପାଶ୍ଚାତ୍ୟ ଭାଷା, ସାହିତ୍ୟ ତଥା ସଂସ୍କୃତିର ପଥ ଉନ୍ମୋଚନ କରିଥିଲା। ତାପରେ ଇଂରେଜ ଅଧୀନସ୍ଥ ଭାରତରେ ଶୈକ୍ଷିକ ଏବଂ ରାଜନୈତିକ ବିକାଶ ପାଇଁ ମୂଳନୀତି ସମ୍ପର୍କରେ ସନନ୍ଦ 1813ରେ ବର୍ଣ୍ଣନା କରାଗଲା। ତାପରେ ସନନ୍ଦ 1813 ଭାରତୀୟ ଶିକ୍ଷାରେ ପ୍ରଭାବ। ପ୍ରକୃତରେ କହିବାକୁ ଗଲେ ଭାରତୀୟ ଶିକ୍ଷା ପରିପ୍ରେକ୍ଷୀରେ ସନନ୍ଦ 1813 ଐତିହାସିକ ଥିଲା। ଏହା ଭାରତୀୟ ଶିକ୍ଷାର ଭବିଷ୍ୟତର ଉନ୍ନତି ପାଇଁ ପଥ ଉନ୍ମୁକ୍ତ କରିଥିଲା। ଏହା ଦେଶରେ ଆଧୁନିକ ଶିକ୍ଷାର ଅୟମାରମ୍ଭ କରିଥିଲା। ସନନ୍ଦର ମୁଖ୍ୟ ଶୈକ୍ଷିକ ପ୍ରଭାବ ଗୁଡ଼ିକ ହେଉଛି ଏ ଯେଉଁ ସନନ୍ଦ ରହିଥିଲା ତାର ମୁଖ୍ୟ ଶୈକ୍ଷିକ ପ୍ରଭାବ ଗୁଡ଼ିକ କ'ଣ ଥିଲା? ଶିକ୍ଷା କ୍ଷେତ୍ରରେ ତାର କ'ଣ ପ୍ରଭାବ ସବୁ ରହିଥିଲା ନା ପ୍ରଥମ ପଏଣ୍ଟ ହେଉଛି କ'ଣ? ଏହି ଆଇନ ଭାରତୀୟ ଶିକ୍ଷାର ବିକାଶ ପାଇଁ ବ୍ରିଟିଶ ପାର୍ଲିଆମେଣ୍ଟର ଏକ ଶକ୍ତିଶାଳୀ ପଦକ୍ଷେପକୁ ସୂଚାଇଥାଏ। ସେକେଣ୍ଡ ପଏଣ୍ଟ ହେଉଛି ବ୍ରିଟିଶ ପାର୍ଲିଆମେଣ୍ଟର ସଦସ୍ୟମାନେ ପ୍ରଥମ ଥର ପାଇଁ ପ୍ରଶାସନ ତରଫରୁ ଭାରତୀୟ ଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଇଥିଲେ। ଥାର୍ଡ ପଏଣ୍ଟ ହେଉଛି ଏହି ସନନ୍ଦ ଆହୁରି ମଧ୍ୟ ଦର୍ଶାଇଥିଲା ଯେ ଇଷ୍ଟ ଇଣ୍ଡିଆ କମ୍ପାନୀର ବ୍ୟବସାୟ ବାଣିଜ୍ୟରୁ ପ୍ରାପ୍ତ ଲାଭାଂଶର କିଛି ଅଂଶ ଭାରତୀୟ ଲୋକମାନଙ୍କର ଶୈକ୍ଷିକ ଉନ୍ନତିରେ ବିନିଯୋଗ କରାଯିବ। ନେକ୍ସଟ ପଏଣ୍ଟ ହେଉଛି ଭାରତରେ ପାଶ୍ଚାତ୍ୟ ଜ୍ଞାନ, ଭାଷା ଓ ବିଜ୍ଞାନର ଉନ୍ନତି ଦ୍ୱାରା ଉନ୍ମୁକ୍ତ କରିବା ମାଧ୍ୟମରେ ଆଇନଗତ ପ୍ରାଧିକରଣ ପ୍ରକାଶ କରିଥିଲା। ସନନ୍ଦ 1813 ଉପରୋକ୍ତ ସ୍ୱୀକାରୋକ୍ତି ଭାରତର ଭବିଷ୍ୟତ ଶିକ୍ଷା ଉପରେ ସକାରାତ୍ମକ ପ୍ରଭାବ ପକାଇଥିଲା। ବାର୍ଷିକ 1 ଲକ୍ଷ ଟଙ୍କା ମଞ୍ଜୁରୀ କରାଯାଇଥିବାରୁ ଦେଶରେ ସମସ୍ତ ଶିକ୍ଷା ବିଭାଗର ଅଧିକାରୀମାନଙ୍କୁ ଅଧିକ ସକ୍ରିୟ ତଥା ସଚେତନ କରାଇଥିଲା। ଏହା ଇଂରେଜ ଏବଂ ପ୍ରାଚ୍ୟ ଚିନ୍ତାନାୟକଙ୍କ ମଧ୍ୟରେ ଶିକ୍ଷାର ଲକ୍ଷ୍ୟ, ଉଦ୍ଦେଶ୍ୟ, ଶିକ୍ଷାଦାନର ମାଧ୍ୟମ, ଶିକ୍ଷାଦାନ ପଦ୍ଧତି ଇତ୍ୟାଦି ବାବଦରେ ଥିବା ପୁରୁଣା ବିବାଦକୁ ପ୍ରୋତ୍ସାହିତ କରିଥିଲା। ଏହି ବିବାଦର ସମାଧାନ ପାଇଁ ଗଭର୍ଣ୍ଣର ଜେନେରାଲଙ୍କୁ 1823 ମସିହାରେ ସରକାରୀ ଶିକ୍ଷାର ସାଧାରଣ କମିଟି ଗଠନ କରିବାକୁ ବାଧ୍ୟ କଲା। 1834 ମସିହାରେ ଲର୍ଡ ମ୍ୟାକଲେ ଉକ୍ତ କମିଟିର ଅଧ୍ୟକ୍ଷ ହେଲେ ଏବଂ ଏହି ବିବାଦର ସମାଧାନ ପାଇଁ ଉଦ୍ୟମ କରିଥିଲେ। ମ୍ୟାକଲେ ଯିଏକି ପାଶ୍ଚାତ୍ୟ ଭାଷା ଓ ବିଜ୍ଞାନର ଦୃଢ଼ ସମର୍ଥକ ଥିଲେ ସରକାରଙ୍କ ନିକଟରେ 1835 ମସିହାରେ ତାଙ୍କର ନିଷ୍ପତ୍ତି ବା ବିବରଣୀ ପ୍ରଦାନ କଲେ।
ମ୍ୟାକଲେସ୍ ମିନିଟ୍ ଯୋଉଟା 1835 ମସିହାରେ ହେଇଥିଲା। ଏହି ବିବରଣୀକୁ ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ୱିଲିୟମ ବେଣ୍ଟିକ୍ ଏହାକୁ ଆଧାର କରି ସରକାର ଶିକ୍ଷାନୀତି ରୂପେ ଗ୍ରହଣ କଲେ। ଏହି ଶିକ୍ଷାନୀତିରେ ପ୍ରାଚ୍ୟ ଶିକ୍ଷାକୁ ନିରୁତ୍ସାହିତ କରିବା ସହିତ ଭାରତର ବିକାଶ ପାଇଁ ପାଶ୍ଚାତ୍ୟ ଭାଷା ଓ ବିଜ୍ଞାନକୁ ଗୁରୁତ୍ୱ ପ୍ରଦାନ କରାଗଲା। ଏଇ ଯୋଉ 1835 ମସିହାରେ ଲର୍ଡ ମ୍ୟାକଲେ ଯୋଉ ତାଙ୍କର ଶିକ୍ଷା ବିବରଣୀ ପ୍ରଦାନ କରିଥିଲେ ତାକୁ ଗଭର୍ଣ୍ଣର ଜେନେରାଲ ୱିଲିୟମ ବେଣ୍ଟିକ୍ ଶିକ୍ଷାନୀତି ରୂପେ ଗ୍ରହଣ କରିଥିଲେ ବା ତାକୁ ସମର୍ଥନ କରାଇଥିଲେ। ତେଣୁ ଗୋଟେ ତମର ଡ୍ୟାସ୍ ପୂରଣରେ ଆସୁଛି ବା ଏକ ମାର୍କିଆରେ ଆସୁଛି ଯେ ମ୍ୟାକଲେଙ୍କ ବିବରଣୀକୁ କିଏ ସମର୍ଥନ କରିଥିଲେ ନା ଗଭର୍ଣ୍ଣର ଜେନେରାଲ ୱିଲିୟମ ବେଣ୍ଟିକ୍ ସମର୍ଥନ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ବ୍ରିଟିଶ ପାର୍ଲାମେଣ୍ଟ ଦ୍ୱାରା ଦେଶର ଶୈକ୍ଷିକ ପ୍ରଗତି ପାଇଁ ଉଦ୍ୟମ କରାଯାଇଥିଲା। ସେଥିପାଇଁ ଏକ କମିଟି ଗଠନ କରାଯାଇ ଉକ୍ତ କମିଟିକୁ ଭାରତକୁ ଶୈକ୍ଷିକ ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ପଠାଯାଇଥିଲା। ସେହି କମିଟି ଭାରତୀୟ ଶିକ୍ଷାର ପୁନର୍ଗଠନ ପାଇଁ ଏକ ବ୍ୟାପକ ମତାମତ ପ୍ରଦାନ କରିଥିଲେ। ଏହି କମିଟିର ମତାମତ ଆଧାରରେ କମିଟିର ମୁଖ୍ୟ ଚାର୍ଲସ ଉଡ୍ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ତାଙ୍କର ବିବରଣୀ ପ୍ରଦାନ କରିଥିଲେ, ଯାହାକୁ ଉଡ୍ସ ଡେସ୍ପାଚ ବୋଲି କୁହାଯାଏ। ଏହି ବିବରଣୀରେ ସରକାର ଶିକ୍ଷକମାନଙ୍କୁ ତାଲିମ ପ୍ରଦାନର ସୁବିଧା, ଶିକ୍ଷାନୁଷ୍ଠାନଗୁଡ଼ିକୁ ଧର୍ମ ନିରପେକ୍ଷତା ନୀତିରେ ଅନୁଦାନ ପ୍ରଦାନ କରିବାକୁ ସୁପାରିଶ କରାଗଲା। ଉପରୋକ୍ତ ଆଲୋଚନାରୁ ଜଣାଯାଏ ଯେ ସନନ୍ଦ 1813 ଭାରତୀୟ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ପାଇଁ ପଥ ଉନ୍ମୁକ୍ତ କରାଇଥିଲା। ତେଣୁ ଭାରତରେ ଶିକ୍ଷାର ବିକାଶ ପାଇଁ ପ୍ରଥମେ 1813ର ସନନ୍ଦ ଚେଷ୍ଟା ଚଳାଇଥିଲା ଏବଂ ତାପରେ ଉଡ୍ସ ଡେସ୍ପାଚ ଆସିଲା, ମ୍ୟାକଲେସ୍ ମିନିଟ୍ ଆସିଲା, ଯିଏକି ଲର୍ଡ ୱିଲିୟମ ବେଣ୍ଟିକ୍ ମ୍ୟାକଲେସ୍ ମିନିଟ୍କୁ କ'ଣ କରିଥିଲେ? ସମର୍ଥନ କରିଥିଲେ। ତାପରେ ଆଉ ଗୋଟେ ନେକ୍ସଟ କ୍ୱେଶ୍ଚିନ୍ ହେଉଛି ମ୍ୟାକଲେଙ୍କ ବିବରଣୀ ବା 1835ର ଭାରତୀୟ ଶିକ୍ଷାଧାରାକୁ ଅବଦାନ ବିଷୟରେ ଆଲୋଚନା କର। ଡିସ୍କସ୍ ରିଗାର୍ଡିଂ ଦ କଣ୍ଟ୍ରିବ୍ୟୁସନ୍ ଅଫ୍ ମ୍ୟାକଲେସ୍ ମିନିଟ୍ 1835 ଟୁୱାର୍ଡସ୍ ଇଣ୍ଡିଆନ୍ ଏଜୁକେସନ୍। 1835 ମସିହା ଫେବୃଆରୀ 2 ତାରିଖରେ ମ୍ୟାକଲେ ବିବାଦର ସମାଧାନ ନିମିତ୍ତ ଗୋଟିଏ କାର୍ଯ୍ୟ ବିବରଣୀ ପ୍ରକାଶ କରିଥିଲେ ଏବଂ ତାହା ମ୍ୟାକଲେ ବିବରଣୀ ରୂପେ ପରିଚିତ। ଏହା ଭାରତର ଶିକ୍ଷା କ୍ଷେତ୍ରରେ ଏକ ଐତିହାସିକ ବିବରଣୀ ରୂପେ ପରିଗଣିତ। ପାଶ୍ଚାତ୍ୟ ଭାଷାବିତ୍ମାନଙ୍କ ଯୁକ୍ତିକୁ ସମର୍ଥନ କରିବାକୁ ଯାଇ ମ୍ୟାକଲେ ସନନ୍ଦ ଆଇନର 43 ଧାରାର ବ୍ୟାଖ୍ୟା ପ୍ରସଙ୍ଗରେ ନିମ୍ନଲିଖିତ ଭାବରେ ଯୁକ୍ତି ଉପସ୍ଥାପନ କରିବା ସଙ୍ଗେ ସଙ୍ଗେ ନିଜର ମତାମତ ଉପସ୍ଥାପନ କରିଥିଲେ। ଆଇନଜ୍ଞ ଥିବାରୁ ସନନ୍ଦ ଆଇନର ଧାରା ଉପଧାରାକୁ ବୁଝାଇବାରେ ମ୍ୟାକଲେଙ୍କ ପକ୍ଷରେ କଷ୍ଟକର ହୋଇନଥିଲା। ସନନ୍ଦ ଆଇନର 43 ଧାରାରେ ଥିବା ସାହିତ୍ୟ ସଂକ୍ରାନ୍ତ ଉକ୍ତିଟି ଇଂରାଜୀ ସାହିତ୍ୟକୁ ଏବଂ ଭାରତବର୍ଷର ଶିକ୍ଷିତ ସମ୍ପ୍ରଦାୟ ଉକ୍ତିଟି ବିଶିଷ୍ଟ ଦାର୍ଶନିକ ଲକ୍ଙ୍କ ଦର୍ଶନ ଏବଂ ମିଲ୍ଟନଙ୍କ କବିତା ବୁଝିବାରେ କ୍ଷମ ହୋଇପାରିଥିବା ଭାରତୀୟମାନଙ୍କୁ ବୁଝାଏ ବୋଲି ମ୍ୟାକଲେ ଯୁକ୍ତି ଉପସ୍ଥାପନ କରିଥିଲେ। ଇଂରେଜୀ ମାଧ୍ୟମରେ ଭାରତୀୟମାନଙ୍କୁ ପାଶ୍ଚାତ୍ୟ ଦେଶର ବିଜ୍ଞାନ ଓ ସାହିତ୍ୟରେ ଜ୍ଞାନ ଦିଆଯିବ ବୋଲି ମନ୍ତବ୍ୟ ଦେବା ସଙ୍ଗେ ସଙ୍ଗେ ସେ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ ଇଂରାଜୀ ଭାଷାର ମାଧ୍ୟମ ବ୍ୟତୀତ ପାଶ୍ଚାତ୍ୟ ସାହିତ୍ୟ, ଦର୍ଶନ, ବିଜ୍ଞାନ ଇତ୍ୟାଦିର ଚର୍ଚ୍ଚା କରିବା ସମ୍ଭବ ନୁହେଁ। ଏହି ପ୍ରସଙ୍ଗରେ ସେ ଭାରତୀୟ ଭାଷା ସମୂହକୁ ଅନୁନ୍ନତ ବୋଲି ମନ୍ତବ୍ୟ ପ୍ରକାଶ କରିବାରେ ମଧ୍ୟ କୁଣ୍ଠା ପ୍ରକାଶ କରିନଥିଲେ। ଯେଉଁ ଆରବୀ ଓ ସଂସ୍କୃତ ଭାଷା ଦୁଇଟି ପୃଥିବୀର ପ୍ରାଚୀନ ସମୃଦ୍ଧ ସଭ୍ୟତାର ପରିଚାୟକ, ସେହି ଦୁଇଟି ଭାଷା ଓ ସଂସ୍କୃତିର ଧାରା ସମ୍ପର୍କରେ ତାଙ୍କର କୌଣସି ଜ୍ଞାନ ନଥିଲା। ଅଥଚ ଉକ୍ତ ଭାଷାମାନଙ୍କ ଦ୍ୱାରା ଜ୍ଞାନ ଆହରଣକୁ ଅଗ୍ରାହ୍ୟ କରି ମ୍ୟାକଲେ ଉଦ୍ଧତ ଭାବରେ ମନ୍ତବ୍ୟ ପ୍ରକାଶ କରି କହିଥିଲେ, ଭାରତବର୍ଷ ଏବଂ ଆରବର ସମଗ୍ର ସାହିତ୍ୟ ଭଣ୍ଡାରଟି ଯେକୌଣସି ଭଲ ୟୁରୋପୀୟ ଗ୍ରନ୍ଥାଗାରର ଗୋଟିଏ ମାତ୍ର ଥାକରେ ସଂଗୃହୀତ ପୁସ୍ତକାବଳୀଠାରୁ ଅଧିକ ମୂଲ୍ୟବାନ ନୁହେଁ। ଏହିସବୁ କାରଣରୁ ବିଦ୍ୟାଳୟଗୁଡ଼ିକ ଆରବୀୟ ସଂସ୍କୃତ ଶିକ୍ଷାଦାନ ରତ ଥିଲେ। ସେଗୁଡ଼ିକୁ ବନ୍ଦ କରିଦେବାକୁ ମ୍ୟାକଲେ ଯୁକ୍ତି ଉପସ୍ଥାପନ କରିଥିଲେ। ତାଙ୍କ ମତରେ ଆରବୀ କିମ୍ବା ସଂସ୍କୃତ ଅପେକ୍ଷା ଇଂରାଜୀ ଭାଷା ଶିକ୍ଷା କରିବା ଭାରତୀୟମାନଙ୍କ ପକ୍ଷରେ ଅଧିକ ଶ୍ରେୟସ୍କର। ତାହା ବ୍ୟତୀତ ଇଂରେଜ ଶାସକ ଗୋଷ୍ଠୀ ସହିତ ସଂଯୋଗ ରକ୍ଷା କରିବାକୁ ହେଲେ ଭାରତୀୟମାନେ ଇଂରେଜୀ ଭାଷାରେ ପାରଦର୍ଶିତା ଲାଭ କରିବା ଏକାନ୍ତ ଆବଶ୍ୟକ। ଇଂରାଜୀ ସାହିତ୍ୟ, ଦର୍ଶନ, ଜ୍ଞାନ, ବିଜ୍ଞାନ ମାଧ୍ୟମରେ ମ୍ୟାକଲେ ଭାରତରେ ଏପରି ଏକ ଶ୍ରେଣୀ ସୃଷ୍ଟି କରିବାକୁ ଚାହିଁଥିଲେ ଯେଉଁମାନେ କେବଳ ରଙ୍ଗ ଓ ରକ୍ତରେ ଭାରତୀୟ ହୋଇ ରହିବେ, କିନ୍ତୁ ସେମାନେ ଆଚାର, ବ୍ୟବହାର, ଚାଲିଚଳନ, ରୀତିନୀତି ଓ ରୁଚିରେ ସମ୍ପୂର୍ଣ୍ଣ ଭାବେ ପାଶ୍ଚାତ୍ୟ ସଭ୍ୟତାର ଦାସ ହୋଇଯିବେ। ଗଣଶିକ୍ଷା ସଂକ୍ରାନ୍ତରେ ମ୍ୟାକଲେ ନିମ୍ନମୁଖୀ ପରିଶ୍ରବଣ ମତବାଦକୁ ସମର୍ଥନ କରିଥିଲେ। ଏହି ମତବାଦ ଅନୁସାରେ ଭାରତରେ ଇଂରାଜୀ ଶିକ୍ଷା ସମାଜର ଉଚ୍ଚତର ସ୍ତରରେ ପ୍ରବର୍ତ୍ତନ କରାଯିବ ଏବଂ ସେହି ଶିକ୍ଷା କ୍ରମେ କ୍ରମେ ସମାଜର ନିମ୍ନ ସ୍ତରକୁ ପ୍ରସାର ଲାଭ କରିବ ବୋଲି ସେ ଆଶା ପୋଷଣ କରିଥିଲେ। ଏହି ପ୍ରକାର ଶିକ୍ଷା ବିବରଣୀ ପ୍ରସ୍ତୁତ କରି ମ୍ୟାକଲେ ବର୍ଡଲାଟଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଏ ପରିପ୍ରେକ୍ଷୀରେ ଅନ୍ୟ ଏକ ଘଟଣା ଉଲ୍ଲେଖ କରାଯାଇପାରେ ଯେ ଖ୍ରୀଷ୍ଟଧର୍ମ ପ୍ରଚାରକ ୱିଲିୟମ ଆଡାମ 1835 ଖ୍ରୀଷ୍ଟାବ୍ଦରେ ଦେଶୀୟ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ତାଙ୍କର ବିଖ୍ୟାତ ବିବରଣୀଟି ମଧ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲେ। 1835ରେ ଆସିଲେ କିଏ ନା ୱିଲିୟମ ଆଡାମ ଦେଶୀୟ ଶିକ୍ଷା ବ୍ୟବସ୍ଥାରେ ସରକାରଙ୍କ ନିକଟରେ ତାଙ୍କର ମତ
ଉପସ୍ଥାପନ କରିଥିଲେ। ମ୍ୟାକଲେଙ୍କ ବିବରଣୀ ଆଲୋଚନା ସମୟରେ ପ୍ରାଚ୍ୟ ପଣ୍ଡିତମାନେ ଆଡାମଙ୍କ ବିବରଣୀରେ ଦେଶୀୟ ଶିକ୍ଷାକୁ ପରିପୁଷ୍ଟ କରିବା ନିମନ୍ତେ ନିଆଯାଇଥିବା ପରାମର୍ଶକୁ ଗ୍ରହଣ କରିବା ନିମନ୍ତେ ଯୁକ୍ତି ଉପସ୍ଥାପନ କରିଥିଲେ। ମାତ୍ର ଏହି ଦୁଇଟି ପରସ୍ପର ବିରୋଧୀ ବିବରଣୀ ମଧ୍ୟରୁ ତତ୍କାଳୀନ ଲର୍ଡ ବେଣ୍ଟିକ୍ 1835 ଖ୍ରୀଷ୍ଟାବ୍ଦ ମାର୍ଚ୍ଚ 7 ତାରିଖରେ ମ୍ୟାକଲେଙ୍କ ବିବରଣୀକୁ ସମର୍ଥନ କରି ନିମ୍ନଲିଖିତ ଭାବରେ ସରକାରୀ ଇସ୍ତାହାର ପ୍ରକାଶ କଲେ ଏବଂ ଏହାଦ୍ୱାରା ଭାରତୀୟ ଶିକ୍ଷାନୀତି କ୍ଷେତ୍ରରେ ପରିବର୍ତ୍ତନ ଦେଖାଦେଲା। ଏ ଦେଶରେ ଇଂରାଜୀ ଓ ପାଶ୍ଚାତ୍ୟ ଶିକ୍ଷା ପ୍ରସାର ମାର୍ଗ ଉନ୍ମୁକ୍ତ ହୋଇଗଲା। ଭାରତବର୍ଷରେ ଶିକ୍ଷା କ୍ଷେତ୍ରରେ ବ୍ରିଟିଶ ସରକାରଙ୍କ କର୍ତ୍ତବ୍ୟ ଥିଲା ଇଂରାଜୀ ମାଧ୍ୟମରେ ୟୁରୋପୀୟ ସାହିତ୍ୟ ଓ ଜ୍ଞାନ ବିଜ୍ଞାନ ଚର୍ଚ୍ଚାର ଯଥାସମ୍ଭବ ଆୟୋଜନ କରି ଶିକ୍ଷା ସକାଶେ ନିର୍ଦ୍ଦିଷ୍ଟ ଥିବା ଅର୍ଥ ଏ ଦିଗରେ ବିନିଯୋଗ କରିବା, ଦେଶୀୟ ଶିକ୍ଷା ଅନୁଷ୍ଠାନଗୁଡ଼ିକ ବନ୍ଦ ନ କରି ସେଗୁଡ଼ିକୁ ନୂତନ ଅର୍ଥ ସାହାଯ୍ୟ ନ ଦେବା, ପ୍ରାଚ୍ୟ ଭାଷାରେ ଲେଖାଯାଇଥିବା ପୁସ୍ତକଗୁଡ଼ିକର ପ୍ରକାଶନରେ ସରକାରୀ ଅର୍ଥ ସାହାଯ୍ୟ ନ ଦେବା। ଭାରତରେ ଶିକ୍ଷା କ୍ଷେତ୍ରରେ ମ୍ୟାକଲେଙ୍କ ପ୍ରକୃତ ଭୂମିକା ସମ୍ପର୍କରେ ମତାନୈକ୍ୟ ଦେଖିବାକୁ ମିଳେ। ଭାରତବର୍ଷରେ ତାଙ୍କର ଶିକ୍ଷାନୀତି ଶିକ୍ଷାର ସ୍ୱରୂପ ଓ ପ୍ରକୃତି ନିର୍ଦ୍ଧାରଣ କରିବାରେ ସହାୟକ ହୋଇଥିଲା। ମ୍ୟାକଲେ ଇଂରାଜୀ ଶିକ୍ଷାର ପ୍ରବର୍ତ୍ତନ କରି ଭାରତବର୍ଷର ଉନ୍ନତି ପଥକୁ ସୁଗମ କରିଥିଲେ ବୋଲି ଅନେକ ତାଙ୍କୁ ପ୍ରଶଂସା କରୁଥିବା ବେଳେ ଆଉ କେତେକ ତାଙ୍କୁ ଭାରତବର୍ଷରେ ପରବର୍ତ୍ତୀ କାଳର ଅସନ୍ତୋଷ ଓ ରାଜନୈତିକ ଅଶାନ୍ତିକରଣ ବୋଲି ମତ ପୋଷଣ କରିଥାନ୍ତି। କେବେ ଇଂରାଜୀ ଶିକ୍ଷାର ପ୍ରଚଳନ କରି ସେ ଯେପରି ଗୋଟିଏ ଦିଗରେ ଉପକାର କରି ଯାଇଛନ୍ତି, ଇଂରାଜୀ ଭାଷାକୁ ଶିକ୍ଷାର ମାଧ୍ୟମ ରୂପେ ପ୍ରବର୍ତ୍ତନ କରି ସେହିପରି କ୍ଷତି ମଧ୍ୟ କରିଯାଇଛନ୍ତି। ମ୍ୟାକଲେଙ୍କ ବିବରଣୀକୁ ଅନୁମୋଦନ କରି ଲର୍ଡ ବେଣ୍ଟିକ୍ ସରକାରୀ ଇସ୍ତାହାର ପ୍ରକାଶ କରିଥିଲେ ହେଁ ପ୍ରାଚ୍ୟପନ୍ଥୀ ଓ ପାଶ୍ଚାତ୍ୟପନ୍ଥୀମାନଙ୍କ ଦ୍ୱନ୍ଦ୍ୱର ଯଥାଯଥ ସମାଧାନ ହୋଇ ନଥିଲା। 1839 ମସିହା ପର୍ଯ୍ୟନ୍ତ ଶିକ୍ଷା କ୍ଷେତ୍ରରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ତୀବ୍ର ଅସନ୍ତୋଷ ବଢ଼ି ଚାଲିଥିଲା। 1839 ମସିହାରେ ଲର୍ଡ ଅକଲ୍ୟାଣ୍ଡ ଭାରତକୁ ବଲଡ ହୋଇ ଆସିଲେ ଏବଂ ଶାନ୍ତିପ୍ରିୟ ଶାସକ ଭାବରେ ସେ ଉଭୟ ଗୋଷ୍ଠୀଙ୍କୁ ଶାନ୍ତ କରିବା ପାଇଁ ଚେଷ୍ଟା କରିଥିଲେ। ନୂତନ ଇଂରାଜୀ ବିଦ୍ୟାଳୟ ଖୋଲିବା ସଙ୍ଗେ ସଙ୍ଗେ ପ୍ରାଚ୍ୟ ବିଦ୍ୟା ଶିକ୍ଷା ପାଇଁ ମଧ୍ୟ ସେ ଅତିରିକ୍ତ ଅର୍ଥ ମଞ୍ଜୁର କରିଥିଲେ ଏବଂ ପ୍ରାଚ୍ୟ ଭାଷାରେ ପୁସ୍ତକ ପ୍ରକାଶନ ପାଇଁ ଉତ୍ସାହ କରିଥିଲେ। ତାଙ୍କର ଏହି ନୀତି ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ସାମୟିକ ଶାନ୍ତି ପ୍ରତିଷ୍ଠା ହୋଇଥିଲା। 1842 ଖ୍ରୀଷ୍ଟାବ୍ଦରେ ଲର୍ଡ ହାର୍ଡିଞ୍ଜ ଭାରତକୁ ବଲଡ ହୋଇ ଆସିଥିଲେ। ସରକାରୀ ଚାକିରି କ୍ଷେତ୍ରରେ ଇଂରେଜୀ ଜାଣିଥିବା ବ୍ୟକ୍ତିମାନଙ୍କୁ ବିଶେଷ ସୁବିଧା ସୁଯୋଗ ଦିଆଯିବ ବୋଲି ଘୋଷଣା କରିବା ଫଳରେ ଇଂରେଜୀ ଶିକ୍ଷା ଜନପ୍ରିୟତା ହାସଲ କଲା। ଏଥିପାଇଁ ହାର୍ଡିଞ୍ଜଙ୍କ ଶିକ୍ଷା ବିଷୟକ ଘୋଷଣାଟି ଯେ ବିଶେଷ ଭାବରେ ଦାୟୀ, ଏଥିରେ ସନ୍ଦେହର ଅବକାଶ ନାହିଁ। ଚାକିରି ପାଇବା ହିଁ କ୍ରମେ ଶିକ୍ଷାର ଲକ୍ଷ୍ୟ ଓ ଏକମାତ୍ର ଉଦ୍ଦେଶ୍ୟ ହେଲା। ହାର୍ଡିଞ୍ଜଙ୍କ ଶିକ୍ଷାନୀତି ଫଳରେ ଭାରତରେ ପୁଣି ଏକ ନୂତନ ଧରଣର ଜାତିଭେଦ ପ୍ରଥାର ସୂତ୍ରପାତ ହେଲା। ଇଂରାଜୀ ଶିକ୍ଷାପ୍ରାପ୍ତ ଓ ଇଂରାଜୀ ଅନଭିଜ୍ଞ ଶ୍ରେଣୀ ମଧ୍ୟରେ ତାରତମ୍ୟ ଦେଖାଦେଲା। ସରକାରୀ ଚାକିରି ପାଇବା ଉଦ୍ଦେଶ୍ୟରେ ଇଂରାଜୀ ଶିକ୍ଷା ପ୍ରତି ଭାରତୀୟମାନଙ୍କ ପ୍ରଗାଢ଼ ଅନୁରକ୍ତି ପ୍ରକାଶ ପାଇଲା। ଊନବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ପ୍ରାଥମିକ ଶିକ୍ଷାର ଅଗ୍ରଗତି ନୈରାଶ୍ୟଜନକ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ବହୁକାଳରୁ ଗଣଶିକ୍ଷାର ମାଧ୍ୟମ ହୋଇ ଆସିଥିବା ଗ୍ରାମ୍ୟ ଚାଟଶାଳୀ, ଟୋଲ, ମକ୍ତବ ପ୍ରଭୃତି ସରକାରଙ୍କର ଅସହଯୋଗ ଫଳରେ କ୍ରମେ ଲୋପ ପାଇବାକୁ ବସିଲା। ତା ସ୍ଥାନରେ ଅଳ୍ପ କେତେକ ନୂତନ ପ୍ରାଥମିକ ବିଦ୍ୟାଳୟ ସୃଷ୍ଟି ହେଲା। ପ୍ରଚଳିତ ଗ୍ରାମ୍ୟ ଚାଟଶାଳୀଗୁଡ଼ିକରେ ଶିକ୍ଷାର ମାନ ଉଚ୍ଚକୋଟୀର ନଥିଲେ ହେଁ ଗଣଶିକ୍ଷା ଦିଗରେ ସେଗୁଡ଼ିକ ଯେ ବିଶେଷ ଭାବରେ ସହାୟକ ହେଉଥିଲା, ଏଥିରେ ସନ୍ଦେହ ନାହିଁ। ତେଣୁ ଏଇ କ୍ୱେଶ୍ଚିନ୍‌ଟାର ଆମେ ଡିସ୍କସନ୍ କଲେ ଯେ ମ୍ୟାକଲେଙ୍କ ବିବରଣୀ 1835ର ଭାରତୀୟ ଶିକ୍ଷାଦାନକୁ ଅବଦାନ। ତେଣୁ ମ୍ୟାକଲେଙ୍କର ଶିକ୍ଷାଦାନକୁ ଭାରତର ଶିକ୍ଷାଦାନକୁ ଅବଦାନ ବହୁତ କିଛି ରହିଥିଲା। ତାପରେ ଆଉ ଗୋଟେ କ୍ୱେଶ୍ଚିନ୍ ହେଉଛି କ'ଣ ନା ମ୍ୟାକଲେଙ୍କ ବିବରଣୀର ଫଳାଫଳ ଓ ପ୍ରଭାବ ଆଲୋଚନା କର। ଡିସ୍କସ୍ ଦି ଇଫେକ୍ଟ ଅଫ୍ ମ୍ୟାକଲେସ୍ ମିନିଟ୍। ତାର ଉତ୍ତର ହେଉଛି କ'ଣ ନା ଟମାସ ବେଜିଂଟନ୍ ମ୍ୟାକଲେ ବଲଡଙ୍କ ଏକ୍‌ଜିକ୍ୟୁଟିଭ୍ କାଉନ୍ସିଲର ଆଇନ ବିଭାଗ ସଦସ୍ୟ ଭାବେ ଜୁନ୍ 10 ତାରିଖ 1834 ଖ୍ରୀଷ୍ଟାବ୍ଦରେ ଅବସ୍ଥାପିତ ପରେ ତତ୍କାଳୀନ ଲର୍ଡ ବେଣ୍ଟିକ୍‌ଙ୍କ ଅନୁରୋଧ କ୍ରମେ ସେ ବେଙ୍ଗଲର ସାଧାରଣ ଶିକ୍ଷା ପରିଷଦ କମିଟିର ସଭାପତି ହେଲେ। ସେ ଭାରତର ଶିକ୍ଷାର ବିକାଶ ଲାଗି 1835 ଖ୍ରୀଷ୍ଟାବ୍ଦର ଫେବୃଆରୀ 2 ତାରିଖରେ ମ୍ୟାକଲେ ବିବରଣୀ ପ୍ରକାଶ କଲେ। ଏହା ଭାରତର ଶିକ୍ଷା କ୍ଷେତ୍ରରେ ଏକ ଐତିହାସିକ ବିବରଣୀ ରୂପେ ପରିଗଣିତ। ପାଶ୍ଚାତ୍ୟ ଭାଷାବିତ୍‌ମାନଙ୍କ ଯୁକ୍ତିକୁ ସମର୍ଥନ କରିବାକୁ ଯାଇ ମ୍ୟାକଲେ ସନନ୍ଦ ଆଇନ 43 ଧାରାର ବ୍ୟାଖ୍ୟା ପ୍ରସଙ୍ଗରେ ନିମ୍ନଲିଖିତ ଭାବରେ ଯୁକ୍ତି ଉପସ୍ଥାପନ କରିବା ସଙ୍ଗେ ସଙ୍ଗେ ନିଜର ମତାମତ ଜ୍ଞାପନ କରିଥିଲେ। ଆଇନଜ୍ଞ ଥିବାରୁ ସନନ୍ଦ ଆଇନର ଧାରା ଓ ଉପଧାରାକୁ ବୁଝାଇବାରେ ମ୍ୟାକଲେଙ୍କ ପକ୍ଷରେ କଷ୍ଟକର ହୋଇନଥିଲା, ଯାହାକି ପୂର୍ବ କ୍ୱେଶ୍ଚିନ୍‌ରେ ମଧ୍ୟ ଡିସ୍କସନ୍ ଆମେ କରିଥିଲେ ଯେ ସନନ୍ଦ ଆଇନ 43 ଧାରାର ବ୍ୟାଖ୍ୟାକୁ ସେ ଭଲ ଭାବରେ ଉପସ୍ଥାପନ କରିଥିଲେ। ଏହି ବିବରଣୀଗୁଡ଼ିକ ହେଲା ପ୍ରଥମେ ହେଉଛି କ'ଣ ନା ସାହିତ୍ୟର ଅର୍ଥ। ସନନ୍ଦ ଆଇନର 43 ଧାରାରେ ଥିବା ସାହିତ୍ୟ ସଂକ୍ରାନ୍ତ ଉକ୍ତିଟି ଇଂରାଜୀ ସାହିତ୍ୟକୁ ଏବଂ ଭାରତବର୍ଷର ଶିକ୍ଷିତ ସମ୍ପ୍ରଦାୟର ଉକ୍ତିଟି ବିଶିଷ୍ଟ ଦାର୍ଶନିକ ଲକ୍‌ଙ୍କ ଦର୍ଶନ ଏବଂ ମିଲ୍ଟନ୍‌ଙ୍କ କବିତା ବୁଝିବାରେ କ୍ଷମ ହୋଇପାରିଥିବା
ଭାରତୀୟମାନଙ୍କୁ ବୁଝାଏ ବୋଲି ମ୍ୟାକଲେ ଯୁକ୍ତି ଉପସ୍ଥାପନ କରିଥିଲେ। ଇଂରାଜୀ ମାଧ୍ୟମରେ ଭାରତୀୟମାନଙ୍କୁ ପାଶ୍ଚାତ୍ୟ ଦେଶର ବିଜ୍ଞାନ ଓ ସାହିତ୍ୟରେ ଜ୍ଞାନ ଦିଆଯିବ ବୋଲି ମନ୍ତବ୍ୟ ଦେବା ସଙ୍ଗେ ସଙ୍ଗେ ସେ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ ଇଂରାଜୀ ଭାଷାର ମାଧ୍ୟମ ବ୍ୟତୀତ ପାଶ୍ଚାତ୍ୟ ସାହିତ୍ୟ, ଦର୍ଶନ, ବିଜ୍ଞାନ ଇତ୍ୟାଦିର ତର୍କ କରିବା ସମ୍ଭବ ନୁହେଁ। ଏହି ପ୍ରସଙ୍ଗରେ ସେ ଭାରତୀୟ ଭାଷା ସମୂହକୁ ଅନୁନ୍ନତ ବୋଲି ମନ୍ତବ୍ୟ ପ୍ରକାଶ କରିବାରେ ମଧ୍ୟ କୁଣ୍ଠା ପ୍ରକାଶ କରି ନଥିଲେ। ଯେଉଁ ଆରବୀୟ ଓ ସଂସ୍କୃତ ଭାଷା ଦୁଇଟି ପୃଥିବୀର ପ୍ରାଚୀନ ସମୃଦ୍ଧ ସଭ୍ୟତାର ପରିଚାୟକ, ସେହି ଦୁଇଟି ଭାଷା ଓ ସଂସ୍କୃତିର ଧାରା ସମ୍ପର୍କରେ ତାଙ୍କର କୌଣସି ଜ୍ଞାନ ନଥିଲା। ତେଣୁ ସେ କହୁଥିଲେ କ'ଣ ନା, ମ୍ୟାକଲେଙ୍କର ଉଦ୍ଦେଶ୍ୟ ଥିଲା ଯେ ଇଂରାଜୀ ଭାଷାର ସାହିତ୍ୟ ଏବଂ ଦର୍ଶନ ଇତ୍ୟାଦିକୁ କ'ଣ କରିବା, ପ୍ରଚାର ଏବଂ ପ୍ରସାର କରିବା। ନେକ୍ସଟ ହେଉଛି ଭାରତରେ ଶିକ୍ଷିତ ସମ୍ପ୍ରଦାୟ। ତାଙ୍କ ସନନ୍ଦରେ ଲେଖା ଥିଲା, ଯେଉଁମାନେ ଶିକ୍ଷିତ ଦାର୍ଶନିକ ଲକ୍ ଏବଂ ମିଲ୍ଟନଙ୍କ କବିତା ବୁଝିବାରେ ସମର୍ଥ ହେବେ। କାହାକୁ ଆମେ ଶିକ୍ଷିତ କହିବା ନା, ଯେଉଁମାନେ ଦାର୍ଶନିକ ଲକ୍ ଏବଂ ମିଲ୍ଟନଙ୍କ କବିତା ବୁଝି ପାରୁଥିବେ ତାଙ୍କୁ ଆମେ ଶିକ୍ଷିତ ବୋଲି କହିବା। ଏହାର ଅର୍ଥ ଭାରତୀୟଙ୍କୁ ଇଂରାଜୀ ସାହିତ୍ୟ ଓ ପାଶ୍ଚାତ୍ୟ ଦର୍ଶନ ଉପରେ ଶିକ୍ଷା ଦିଆଯିବା ଉଚିତ। ପ୍ରାଚ୍ୟ ଶିକ୍ଷାକୁ ସେ ପୂର୍ଣ୍ଣ ମାତ୍ରାରେ ଘୃଣା କରୁଥିଲେ। ତାପରେ ହେଉଛି ଶିକ୍ଷାର ଲକ୍ଷ୍ୟ। ଶିକ୍ଷାର ଲକ୍ଷ୍ୟକୁ ସେ ବିଚାର କରି କହିଥିଲେ, ଇଂରେଜମାନେ ଭାରତୀୟମାନଙ୍କ ସ୍ୱାସ୍ଥ୍ୟ କିପରି ହେବ ସେ ବିଷୟରେ ଚିନ୍ତା କରିବା ଆବଶ୍ୟକ। ସେ କହୁଥିଲେ, ଭାରତୀୟମାନେ କେବଳ ରଙ୍ଗ ଓ ରକ୍ତରେ ଭାରତୀୟ ହେବେ, କିନ୍ତୁ ରୁଚି, ମତ, ନୈତିକତା, ବୁଦ୍ଧି ଇଂରେଜମାନଙ୍କ ପରି ହୋଇଥିବା ଆବଶ୍ୟକ। ଏଇଟା ବୃଦ୍ଧି ହେଇଯାଇଛି ବୁଦ୍ଧି ହେବ। ବୁଦ୍ଧି ଇଂରେଜମାନଙ୍କ ପରି ହୋଇଥିବ, ଯେ ସେମାନଙ୍କର ରକ୍ତ ଏବଂ ରଙ୍ଗ କେବଳ ଭାରତୀୟ ଥିବ, କିନ୍ତୁ ସେ ଇଂରେଜମାନଙ୍କ ଭଳି ବ୍ୟବହାର କରିବେ। ତାଙ୍କର ରୁଚି, ମତ, ନୈତିକତା, ବୁଦ୍ଧି ସବୁ ଇଂରେଜମାନଙ୍କ ପରି ହୋଇଥିବ। ନେକ୍ସଟ ହେଉଛି ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ। ସେ ସର୍ବଦା ଇଂରାଜୀ ଶିକ୍ଷାର ମାଧ୍ୟମ ହେବା ଉଚିତ ବୋଲି ଯୁକ୍ତି ଦର୍ଶାଇଥିଲେ। ତାଙ୍କ ମତରେ ଯେଉଁମାନେ ଇଂରାଜୀ ଭାଷା ଓ ଇଂରାଜୀ ସାହିତ୍ୟକୁ ଜାଣିଛନ୍ତି ସେମାନେ ହିଁ ଜ୍ଞାନୀ ଓ ପଣ୍ଡିତ। ଆରବୀ ଓ ସଂସ୍କୃତ ଭାଷା ଶିକ୍ଷା ଅପେକ୍ଷା ଇଂରାଜୀ ସାହିତ୍ୟ ଶିକ୍ଷା ଇଂରେଜମାନଙ୍କ ସହ ସମ୍ପର୍କ ବୃଦ୍ଧି କରିବାରେ ସହାୟକ ହେବ। ତାଙ୍କ ମତରେ ଆରବୀ ଓ ସଂସ୍କୃତ ଭାଷାରେ ଶିକ୍ଷା ଦେବା ଅର୍ଥ ଛାତ୍ରଛାତ୍ରୀମାନଙ୍କୁ କାଳ୍ପନିକ ବର୍ଣ୍ଣନା, ଇତିହାସ, ମିଥ୍ୟା ଭେଷଜ ବିଜ୍ଞାନ ଓ କପୋଳକଳ୍ପିତ ଜ୍ୟୋତିଷ ଶାସ୍ତ୍ର ଶିକ୍ଷା ଦେବ। ତାପରେ ହେଉଛି ନିମ୍ନମୁଖୀ ପରିଶ୍ରବଣ ତତ୍ତ୍ୱ। ମ୍ୟାକଲେ ନିମ୍ନମୁଖୀ ପରିଶ୍ରବଣ ତତ୍ତ୍ୱକୁ ସମର୍ଥନ କରୁଥିଲେ। ଏହି ପ୍ରତିବାଦର ଅର୍ଥ ଭାରତରେ ଇଂରାଜୀ ଉଚ୍ଚ ସ୍ତରରେ ପ୍ରବର୍ତ୍ତନ ଓ ନିମ୍ନ ସ୍ତରରେ ପ୍ରଦାନ ଉପରେ ଗୁରୁତ୍ୱ ଦେବ। ଉପର ଶ୍ରେଣୀରେ ଯେଉଁମାନେ ଇଂରାଜୀ ପଢ଼ିଲେ, ନିମ୍ନ ଶ୍ରେଣୀର ଲୋକମାନଙ୍କର ଶିକ୍ଷାର ଦାୟିତ୍ୱ ସେଇମାନେ ହିଁ ବହନ କରିବେ। ଏହି ତତ୍ତ୍ୱ କୁହେ, ଆମେ କେବଳ ଶିକ୍ଷିତ ଶ୍ରେଣୀ ଗଠନ କରିବାର ଲକ୍ଷ୍ୟ ରଖିଛୁ। ଭାରତରେ ଶିକ୍ଷା କ୍ଷେତ୍ରରେ ମ୍ୟାକଲେଙ୍କ ପ୍ରକୃତ ଭୂମିକା ସମ୍ପର୍କରେ ମତାନୈକ୍ୟ ଦେଖିବାକୁ ମିଳେ। ଭାରତବର୍ଷରେ ତାଙ୍କର ଶିକ୍ଷାନୀତି ଶିକ୍ଷାର ସ୍ୱରୂପ ଓ ପ୍ରକୃତି ନିର୍ଦ୍ଧାରଣ କରିବାରେ ସହାୟକ ହୋଇଥିଲା। ମ୍ୟାକଲେ ଇଂରାଜୀ ଶିକ୍ଷାର ପ୍ରବର୍ତ୍ତନ କରି ଭାରତବର୍ଷର ଉନ୍ନତି ପଥକୁ ସୁଗମ କରିଥିଲେ ବୋଲି ଅନେକ ତାଙ୍କ ପ୍ରଶଂସା କରୁଥିବା ବେଳେ ଆଉ କେତେକ ତାଙ୍କୁ ଭାରତବର୍ଷରେ ପରବର୍ତ୍ତୀ କାଳର ଅସନ୍ତୋଷ ଓ ରାଜନୈତିକ ଅଶାନ୍ତି କାରଣ ବୋଲି ମତ ପୋଷଣ କରିଥାନ୍ତି। ତେବେ ଇଂରାଜୀ ଶିକ୍ଷାର ପ୍ରଚଳନ କରି ସେ ଯେପରି ଗୋଟିଏ ଦିଗରେ ଉପକାର କରିଯାଇଛନ୍ତି। 1839 ମସିହା ପର୍ଯ୍ୟନ୍ତ ଶିକ୍ଷା କ୍ଷେତ୍ରରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ତୀବ୍ର ଅସନ୍ତୋଷ ବଢ଼ି ଚାଲିଥିଲା। 1839 ମସିହାରେ ଲର୍ଡ ଅକଲ୍ୟାଣ୍ଡ ଭାରତକୁ ବଡ଼ଲାଟ ହୋଇ ଆସିଲେ ଏବଂ ଶାନ୍ତିପ୍ରିୟ ଶାସକ ଭାବରେ ସେ ଉଭୟ ଗୋଷ୍ଠୀଙ୍କୁ ଶାନ୍ତ କରିବା ପାଇଁ ଚେଷ୍ଟା କରିଥିଲେ। ନୂତନ ଇଂରାଜୀ ବିଦ୍ୟାଳୟ ଖୋଲିବା ସଙ୍ଗେ ସଙ୍ଗେ ପ୍ରାଚ୍ୟ ବିଦ୍ୟା ଶିକ୍ଷା ପାଇଁ ମଧ୍ୟ ଅତିରିକ୍ତ ଅର୍ଥ ମଞ୍ଜୁର କରିଥିଲେ ଏବଂ ପ୍ରାଚ୍ୟ ଭାଷାରେ ପୁସ୍ତକ ପ୍ରକାଶନ ପାଇଁ ଉଦ୍ୟମ କରିଥିଲେ। ମ୍ୟାକଲେଙ୍କ ବିବରଣୀର ଉପକାରିତାଗୁଡ଼ିକ ସାର୍ବଜନୀନ କରିବା ପାଇଁ ମଧ୍ୟ ସେହି ସମୟରେ ଚେଷ୍ଟା କରାଯାଇଥିଲା। ସେହି ଉପଯୋଗିତାଗୁଡ଼ିକ ହେଉଛି, ଏହା ଶିକ୍ଷାନୀତିର ଏକ ସ୍ପଷ୍ଟ ତଥା ସ୍ୱଚ୍ଛ ଚିତ୍ର ପ୍ରଚଳନର ସୁପାରିଶ କରିଥିଲା, ଶିକ୍ଷାର ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପ୍ରଚଳନ କରିବା, ଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠା କରିବା ଏବଂ ଇଂରାଜୀକୁ ଶିକ୍ଷାଦାନର ମାଧ୍ୟମ ରୂପେ ପ୍ରଚଳନ କରିବା। ସେ ଯାହା ହେଉନା କାହିଁକି, ମ୍ୟାକଲେଙ୍କ ବିବରଣୀ ଅନେକ ଗୁରୁତ୍ୱ ବହନ କରେ। ମ୍ୟାକଲେଙ୍କ ବିବରଣୀ ପ୍ରକାଶ ପରେ ଭାରତର ଲୋକମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନର ସୁଯୋଗ ମିଳିଲା। ମ୍ୟାକଲେ କହିଥିଲେ, ଦିନ ଆସିବ ଭାରତରେ ପାଶ୍ଚାତ୍ୟ ଢଙ୍ଗରେ ସରକାର ଓ ଗଣତନ୍ତ୍ର କାର୍ଯ୍ୟ କରିବ, ଯାହାକି ଆଜି ସଫଳ ହୋଇଛି। ପିଲାମାନେ ଆଉ ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ହେଉଛି ୟୁନିଟ୍ 3ର, ଯେ ଉଡ୍ଙ୍କ ବିବରଣୀ କହିଲେ କ'ଣ ବୁଝ, ତାଙ୍କର ପ୍ରଧାନ ଅନୁମୋଦନ ଗୁଡ଼ିକ ସମ୍ପର୍କରେ ଆଲୋଚନା କର। ହ୍ୱାଟ୍ ଡୁ ୟୁ ମିନ୍ ବାଇ ଉଡ୍ସ ଡେସ୍ପାଚ୍, ଏକ୍ସପ୍ଲେନ୍ ରିଗାର୍ଡିଂ ଇଟ୍ସ ମେନ୍ ରିକମେଣ୍ଡେସନ୍ସ। ତାର ଉତ୍ତର ହେଉଛି କ'ଣ? 1848 ଖ୍ରୀଷ୍ଟାବ୍ଦରେ ଲର୍ଡ ଡେଲହାଉସି ଭାରତରେ ବଡ଼ଲାଟ ହୋଇ ଆସିଲେ। ଭାରତର ବିଭିନ୍ନ ସ୍ତରରେ ଶିକ୍ଷାର ଅଗ୍ରଗତି ସମ୍ବନ୍ଧରେ ଅନୁଧ୍ୟାନ କରି ନୂତନ ନିୟମ ପ୍ରଣୟନ କରିବା ପାଇଁ ବୋର୍ଡ ଅଫ୍ କଣ୍ଟ୍ରୋଲ ନାମକ କମିଟି ଗଠନ କରିଥିଲେ। 1853 ମସିହା ଜୁଲାଇ 19 ତାରିଖରେ ନିଯୁକ୍ତ କରିଥିଲେ। ପ୍ରକୃତ ପକ୍ଷରେ ଜନ୍ ଷ୍ଟୁଆର୍ଟ ମିଲ୍ ଏହି ଶିକ୍ଷା ସଂକ୍ରାନ୍ତ ନିୟମାବଳୀ ପ୍ରସ୍ତୁତ କରିଥିଲେ ହିଁ ତାହା ଉଡ୍ସ ଡେସ୍ପାଚ୍ ନାମରେ ପରିଚିତ।
ଭାରତ ଇତିହାସରେ ଶିକ୍ଷା ସଂକ୍ରାନ୍ତରେ ଯେତେଗୁଡ଼ିଏ ବିବରଣୀ ପ୍ରକାଶ ପାଇଥିଲା ସେଗୁଡ଼ିକ ମଧ୍ୟରେ ଉଡ୍ସ ଡେସ୍ପାଚ୍ ହେଉଛି ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ। ଉଡ୍ଙ୍କ ବିବରଣୀ 100ଟି ପାରାଗ୍ରାଫ ବିଶିଷ୍ଟ ଏକ ଦୀର୍ଘ ଅଭିଲେଖ। ଏଥିରେ ଶିକ୍ଷା ସମ୍ବନ୍ଧୀୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିମାନ ଉଲ୍ଲେଖ କରାଯାଇଛି। ନିମ୍ନରେ ସେହି ବିବରଣୀର ମୁଖ୍ୟ ଉପାଦାନ ଗୁଡ଼ିକ ବର୍ଣ୍ଣନା କରାଗଲା। ପ୍ରଥମେ ହେଉଛି କ'ଣ ନା ସାରା ଦେଶରେ ଅଧିକ ସଂଖ୍ୟକ କଲେଜ, ହାଇସ୍କୁଲ ଓ ମାଇନର ସ୍କୁଲ ଖୋଲିବା। ସେକେଣ୍ଡ ପଏଣ୍ଟ ହେଉଛି ୟୁରୋପୀୟ କଳା, ବିଜ୍ଞାନ, ଦର୍ଶନ ଓ ସାହିତ୍ୟ ସମ୍ପର୍କ ଜ୍ଞାନର ବିସ୍ତାର କରିବା। ଥାର୍ଡ ପଏଣ୍ଟ ହେଉଛି ଭାରତୀୟ ଶିକ୍ଷାକୁ ଉତ୍ସାହିତ କରିବା। ଯେଉଁଠାରେ ଇଂରାଜୀ ଶିକ୍ଷା ପାଇଁ ଦାବି ହେବ ସେଠାରେ ଇଂରାଜୀ ଶିକ୍ଷାର ବ୍ୟବସ୍ଥା କରିବା ଏବଂ ଇଂରାଜୀ ଓ ଭାରତୀୟ ଭାଷା ମାଧ୍ୟମରେ ୟୁରୋପୀୟ ଜ୍ଞାନର ବିସ୍ତାର କରିବା। ୟୁରୋପୀୟ ଭାଷାର ଲିଖିତ ଆବଶ୍ୟକ ପୁସ୍ତକଗୁଡ଼ିକ ଭାରତୀୟ ଭାଷାରେ ଅନୁବାଦ କରିବା। ନେକ୍ସଟ ପଏଣ୍ଟ ହେଉଛି ଏହି ସମସ୍ତ ଶିକ୍ଷା ବ୍ୟବସ୍ଥା ବ୍ୟୟ ସାପେକ୍ଷ ହୋଇଥିବାରୁ ଗ୍ରାଣ୍ଟ ଇନ୍ ଏଡ୍ ବା ଅନୁଦାନ ବ୍ୟବସ୍ଥାର ପ୍ରବର୍ତ୍ତନ କରିବା। ସରକାର କୌଣସି କଲେଜ ବା ସ୍କୁଲକୁ ପ୍ରତ୍ୟକ୍ଷ ଭାବରେ ପରିଚାଳନା କରିବା ନାହିଁ, କିନ୍ତୁ ଏଗୁଡ଼ିକୁ ସେମାନଙ୍କର ନିୟନ୍ତ୍ରଣରେ ରହିବ। ଭାରତବାସୀଙ୍କ ପାଇଁ ଶିକ୍ଷାର ବ୍ୟବସ୍ଥା କରିବା ବ୍ରିଟିଶ ଭାରତ ସରକାରଙ୍କର କର୍ତ୍ତବ୍ୟ ବୋଲି ଏହି ରିପୋର୍ଟରେ ସ୍ୱୀକାର କରାଯାଇଥିଲା। ନେକ୍ସଟ ପଏଣ୍ଟ ହେଉଛି ଶିକ୍ଷାରେ ସମ୍ପୂର୍ଣ୍ଣ ରୂପେ ଧର୍ମନିରପେକ୍ଷତା ଅବଲମ୍ବନ କରାଯିବ। ସରକାରୀ କଲେଜ ବା ସ୍କୁଲ ପାଠାଗାରରେ ଖଣ୍ଡିଏ ବାଇବେଲ ରଖାଯିବ, କିନ୍ତୁ ଏହାକୁ ଅଧ୍ୟୟନ କରିବାକୁ କାହାକୁ ବାଧ୍ୟ କରାଯିବ ନାହିଁ। ବ୍ୟକ୍ତିର ନୈତିକ ଏବଂ ବୌଦ୍ଧିକ ବିକାଶ ହିଁ ଶିକ୍ଷାର ଲକ୍ଷ୍ୟ ହେବ। ପାଠ୍ୟକ୍ରମରେ ସଂସ୍କୃତ, ଆରବିକ ଏବଂ ପାର୍ସୀ ଶିକ୍ଷା ଦେବାର ବ୍ୟବସ୍ଥା ରହିବ ଏବଂ ଭାରତୀୟମାନଙ୍କ ପାଇଁ ଆବଶ୍ୟକତା ଦୃଷ୍ଟିରୁ ସେଥିରେ ପାଶ୍ଚାତ୍ୟ ଜ୍ଞାନ ଲାଭର ସୁବିଧା କରାଯିବ। ନେକ୍ସଟ ପଏଣ୍ଟ ହେଉଛି ଭାରତୀୟ ଭାଷାରେ ଉପଯୁକ୍ତ ପାଠ୍ୟପୁସ୍ତକର ଅଭାବ ହେତୁ ଶିକ୍ଷା ମାଧ୍ୟମ ଇଂରାଜୀ ରହିବ। ତେବେ ଇଂରାଜୀରେ ଗଭୀର ଜ୍ଞାନ ଥିବା ଏବଂ ଇଂରାଜୀ ଭାଷାକୁ ଆୟତ୍ତ କରିପାରୁଥିବା ଭାରତୀୟମାନଙ୍କୁ ଏହି ଇଂରାଜୀ ମାଧ୍ୟମରେ ହିଁ ଶିକ୍ଷା ଦିଆଯିବ। ନେକ୍ସଟ ପଏଣ୍ଟ ହେଉଛି ଶିକ୍ଷାର ଲକ୍ଷ୍ୟ ଚରିତ୍ର ଗଠନ ହେବା ଉଚିତ। ନେକ୍ସଟ ପଏଣ୍ଟ ସାଧାରଣ ଶିକ୍ଷା ନିର୍ଦ୍ଦେଶକଙ୍କ ଉପରେ ଏହି ବିଭାଗ ନ୍ୟସ୍ତ କରାଯିବ ଏବଂ ଏହାକୁ ସାହାଯ୍ୟ ନିମନ୍ତେ ପରିଦର୍ଶକମାନେ ନିଯୁକ୍ତ ହେବେ। ନେକ୍ସଟ ପଏଣ୍ଟ ହେଉଛି କ'ଣ ନା ଶିକ୍ଷାର୍ଥୀମାନଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖି ବୃତ୍ତିଗତ ଶିକ୍ଷାର ପ୍ରବର୍ତ୍ତନ କରାଯିବ। ବୈଷୟିକ ଶିକ୍ଷା ପ୍ରତି ଗୁରୁତ୍ୱ ଦିଆଯାଇ ବୈଷୟିକ ଶିକ୍ଷା କେନ୍ଦ୍ରମାନ ସ୍ଥାପନ କରାଯିବ। ଇଂଲଣ୍ଡରେ ଯେପରି ଶିକ୍ଷକ, ପ୍ରଶିକ୍ଷକ ବ୍ୟବସ୍ଥା ଓ ଟ୍ରେନିଂ ବିଦ୍ୟାଳୟମାନ ରହିଅଛି, ସେହି ଢାଞ୍ଚାରେ ଶିକ୍ଷା ବ୍ୟବସ୍ଥା କରାଯିବ। ଭାରତୀୟ ଶିକ୍ଷା କ୍ଷେତ୍ରରେ ନିମ୍ନମୁଖୀ ପରିଶ୍ରବଣ ବା ଡାଉନୱାର୍ଡ ଫିଲ୍ଟ୍ରେସନ ଥିଓରି ତତ୍ତ୍ୱର ପ୍ରବର୍ତ୍ତନ କରାଯାଇ ସମସ୍ତ ସ୍ତରରେ ଲୋକମାନଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା କରାଯିବ। ଶିକ୍ଷାବିତ୍ ଉଡ୍ ମଧ୍ୟ ନାରୀ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଲାଷ୍ଟ ପଏଣ୍ଟ ହେଉଛି ମୁସଲମାନ ଶିକ୍ଷାର୍ଥୀମାନଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷାର ବ୍ୟବସ୍ଥା ଥିଲା। ତେଣୁ ଇଏ ହେଉଛି ଉଡ୍ଙ୍କ ବିବରଣୀ। ତାପରେ ଆଉ ଗୋଟେ କ୍ୱେଶ୍ଚିନ୍ ହେଉଛି କ'ଣ ନା ଉଡ୍ଙ୍କ ବିବରଣୀର ଉପାଦେୟତା ଓ ଦୋଷ ଗୁଡ଼ିକ ବର୍ଣ୍ଣନା କର। ଏକ୍ସପ୍ଲେନ୍ ଦି ମେରିଟ୍ସ ଆଣ୍ଡ ଡିମେରିଟ୍ସ ଅଫ୍ ଉଡ୍ସ ଡେସ୍ପାଚ୍। କ'ଣ ସବୁ ଥିଲା ଉଡ୍ଙ୍କ ଡେସ୍ପାଚ୍ର ଉପକାରିତା ଏବଂ ଅପକାରିତା। 1848 ଖ୍ରୀଷ୍ଟାବ୍ଦରେ ଲର୍ଡ ଡେଲହାଉସି ଭାରତରେ ବଡ଼ଲାଟ ହୋଇ ଆସିଥିଲେ। ଭାରତର ବିଭିନ୍ନ ସ୍ତରରେ ଶିକ୍ଷାର ଅଗ୍ରଗତି ସମ୍ବନ୍ଧରେ ଅନୁଧ୍ୟାନ କରି ନୂତନ ନିୟମ ପ୍ରଣୟନ କରିବା ପାଇଁ ସେ ବୋର୍ଡ ଅଫ୍ କଣ୍ଟ୍ରୋଲର ଅଧ୍ୟକ୍ଷ ଚାର୍ଲସ ଉଡ୍ଙ୍କୁ 1853 ମସିହା ଜୁଲାଇ 19 ତାରିଖ ନିଯୁକ୍ତ କରିଥିଲେ। ତାଙ୍କ ଦ୍ୱାରା ପ୍ରଦତ୍ତ ବିବରଣକୁ ଉଡ୍ସ ଡେସ୍ପାଚ୍ କୁହାଯାଏ। ଏହି ବିବରଣୀର ଉପାଦେୟତା, ଦୋଷ ତ୍ରୁଟି ଗୁଡ଼ିକ ନିମ୍ନରେ ଉଲ୍ଲେଖ କରାଗଲା। ଉପାଦେୟତା ଗୁଡ଼ିକ ହେଉଛି କ'ଣ ନା ପ୍ରଥମ ହେଉଛି ଫାର୍ଷ୍ଟ ପଏଣ୍ଟ ଶିକ୍ଷାର ଉଦ୍ଦେଶ୍ୟ ସମ୍ପର୍କରେ ସ୍ପଷ୍ଟ ଚିତ୍ର ପ୍ରଦାନ କରିବା ଦ୍ୱାରା ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ନୂତନ ପରିବର୍ତ୍ତନ ଆସିପାରିଥିଲା। ସେକେଣ୍ଡ ପଏଣ୍ଟ ହେଉଛି ଏହା ଲୋକମାନଙ୍କ ପାଇଁ ଶିକ୍ଷାର ଗୁରୁତ୍ୱକୁ ବୁଝିବା ପାଇଁ ସରକାରଙ୍କୁ ପ୍ରବର୍ତ୍ତାଇ ପାରୁଥିଲା। ଥାର୍ଡ ପଏଣ୍ଟ ହେଉଛି ଏହା 5ଟି ପ୍ରଦେଶରେ ଶିକ୍ଷା ବ୍ୟବସ୍ଥାର ସ୍ୱତନ୍ତ୍ର ବିଭାଗ ସୃଷ୍ଟିରେ ସାହାଯ୍ୟ କରିବା ସହିତ ଏଥିପାଇଁ ଜଣେ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ସୁପାରିଶ କରିଥିଲେ। ନେକ୍ସଟ ପଏଣ୍ଟ ହେଉଛି ଏହି ବିବରଣୀ କଲିକତା, ବମ୍ବେ ଏବଂ ମାଡ୍ରାସଠାରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ମାଧ୍ୟମରେ ଉଚ୍ଚତର ଶିକ୍ଷାର ପ୍ରସାର ପାଇଁ ସୁପାରିଶ କରିଥିଲା। ନେକ୍ସଟ ପଏଣ୍ଟ ଏହା ଗରିବ ଏବଂ ମେଧାବୀ ଛାତ୍ରମାନଙ୍କୁ ବୃତ୍ତି ପ୍ରଦାନ ପାଇଁ ସୁପାରିଶ କରିଥିଲା ଏବଂ ଲାଷ୍ଟ ପଏଣ୍ଟ ହେଉଛି କ'ଣ ଏହା ଭାଷା ଶିକ୍ଷାକୁ ଉତ୍ସାହିତ କରିଥିଲା। ତାପରେ ଦୋଷ ତ୍ରୁଟି କ'ଣ ରହିଛି ବା ଡିମେରିଟ୍ସ କ'ଣ ରହିଛି ଉଡ୍ସ ବିବରଣୀର। ପ୍ରଥମ ପଏଣ୍ଟ ହେଉଛି ସରକାର ବିଶ୍ୱବିଦ୍ୟାଳୟର ସିନେଟ୍ ସଦସ୍ୟମାନଙ୍କୁ ମନୋନୀତ କରି ପଠାଇଥିବାରୁ ଅନେକ ସମୟରେ ଶିକ୍ଷା କ୍ଷେତ୍ରରେ ଅନଭିଜ୍ଞ ବ୍ୟକ୍ତିମାନେ ସରକାରଙ୍କ ସୁପାରିଶ ପାଇ ଆସୁଥିଲେ। ଏହାଦ୍ୱାରା ବିଶ୍ୱବିଦ୍ୟାଳୟର ବିକାଶ ପଥରେ ଉଚିତ ପରାମର୍ଶର ଅଭାବ ଘଟୁଥିଲା। ସେକେଣ୍ଡ ଅସୁବିଧା ହେଉଛି କ'ଣ ନା ସରକାରଙ୍କ ପ୍ରତ୍ୟକ୍ଷ ଆୟତ୍ତରେ ଶିକ୍ଷା ରହିବା ଫଳରେ ଭାରତରେ ପାରମ୍ପରିକ ଶିକ୍ଷାଦାନ ବ୍ୟବସ୍ଥାର ବିଲୋପ ସାଧନ ଘଟିଲା। ଥାର୍ଡ ଡିମେରିଟ୍ ହେଉଛି କ'ଣ ନା ଭାରତୀୟମାନଙ୍କ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଲଣ୍ଡନ ବିଶ୍ୱବିଦ୍ୟାଳୟ ଢାଞ୍ଚାରେ ଗଢ଼ି ଉଠିବା ଫଳରେ ପ୍ରାଚୀନ ଭାରତୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକ କ୍ରମଶଃ ଅବହେଳିତ ହୋଇପଡ଼ିଲା। ନେକ୍ସଟ ହେଉଛି ଶିକ୍ଷାକୁ ସରକାରୀ ଚାକିରି ସର୍ବସ୍ୱ କରିବା ଫଳରେ ସମାଜରେ ଶିକ୍ଷାର ସାଧାରଣ ଲକ୍ଷ୍ୟ ପୂରଣ ହୋଇପାରିଲା ନାହିଁ। ଇଂରାଜୀ ଶିକ୍ଷା ପ୍ରତି ଆକୃଷ୍ଟ ହେବା ଫଳରେ ଭାରତୀୟ ପୁରାତନ ଶିକ୍ଷାନୁଷ୍ଠାନ ଗୁଡ଼ିକ ଅଚଳ ହୋଇପଡ଼ିଲା।
ପାଶ୍ଚାତ୍ୟ ଶିକ୍ଷାର ପ୍ରସାର ଫଳରେ ଭାରତୀୟ ସମାଜ ଚଳଣି ପ୍ରତି ଉଚ୍ଚ ଶିକ୍ଷିତ ବ୍ୟକ୍ତିମାନଙ୍କର ବିତୃଷ୍ଣା ଭାବ ଜାଗ୍ରତ ହେଲା। ନେକ୍ସଟ ଡିମେରିଟ୍ ହେଉଛି ଇଂରାଜୀ ଭାଷାର ପ୍ରଚଳନ ଫଳରେ ଭାରତୀୟ ଜ୍ଞାନ ବିଜ୍ଞାନ ସାହିତ୍ୟ ବହୁତ ପଛରେ ପଡ଼ିଗଲା। ନେକ୍ସଟ ଡିମେରିଟ୍ ହେଉଛି ପାଶ୍ଚାତ୍ୟ ଶିକ୍ଷାରେ ଖ୍ରୀଷ୍ଟ ଧର୍ମର ପ୍ରଚାର ପ୍ରତି ଅଧିକ ଗୁରୁତ୍ୱ ଦେବା ଫଳରେ ଉଚ୍ଚ ଶିକ୍ଷିତ ଲୋକମାନେ ଭାରତୀୟ ଧର୍ମ ପ୍ରତି ବିରାଗ ଭାବ ପୋଷଣ କରିଥିଲେ। ନେକ୍ସଟ ପଏଣ୍ଟ ହେଉଛି ଭାରତୀୟ ଧର୍ମଧାରା ପ୍ରତି ଅବହେଳା ଦ୍ୱାରା ଭାରତୀୟ ସମାଜରେ କ୍ରମଶଃ ଆଧ୍ୟାତ୍ମିକ ଚିନ୍ତାଧାରା ଶୃଙ୍ଖଳାଗତ ଜୀବନ ପ୍ରଭାବ ବିପନ୍ନ ହୋଇପଡ଼ିଲା। ନେକ୍ସଟ ପଏଣ୍ଟ ହେଉଛି ଉଡ୍ଙ୍କ ବିବରଣୀରେ ଶିକ୍ଷା କ୍ଷେତ୍ରରେ ଧର୍ମ ନିରପେକ୍ଷତାକୁ ଗୁରୁତ୍ୱ ଦିଆଯାଇଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଖ୍ରୀଷ୍ଟିଆନ ଧର୍ମକୁ ଉତ୍ସାହିତ କରାଗଲା। ବିଦ୍ୟାଳୟମାନଙ୍କରେ ବାଇବେଲ ପୁସ୍ତକ ରଖାଯିବାକୁ ଇନ୍ସପେକ୍ଟରମାନେ ବିରୋଧ କଲେ ନାହିଁ। ଛାତ୍ରମାନଙ୍କୁ ଖ୍ରୀଷ୍ଟ ଧର୍ମ ବାବଦରେ ଜାଣିବା ପାଇଁ ବିଭିନ୍ନ ବ୍ୟବସ୍ଥା କରାଗଲା। ଏହାଫଳରେ ଧର୍ମ ଗ୍ରହଣ କ୍ଷେତ୍ରରେ ଏକ ପ୍ରକାର ବାଧ୍ୟକତାକୁ ଛାତ୍ରମାନଙ୍କ ଉପରେ ଲଦି ଦିଆଗଲା। ନେକ୍ସଟ ପଏଣ୍ଟ ହେଉଛି ପରୀକ୍ଷାକୁ ଅଧିକ ଗୁରୁତ୍ୱ ଦେବା ଫଳରେ ଶିକ୍ଷାକୁ ପରୀକ୍ଷା କୈନ୍ଦ୍ରିକ କରି ଦିଆଗଲା। ତେଣୁ କେବଳ ପରୀକ୍ଷାରେ ପାସ୍ କରିବା ପାଇଁ ଛାତ୍ରମାନେ କେତେକ ନିର୍ବାଚିତ ବିଷୟକୁ ପଢ଼ିବାକୁ ଇଚ୍ଛା କରି ଅନ୍ୟାନ୍ୟ ପାଠ୍ୟ ବିଷୟ ପ୍ରତି ଅବହେଳା ପ୍ରଦର୍ଶନ କଲେ। ତେଣୁ ଶିକ୍ଷାର ପ୍ରକୃତ ଲକ୍ଷ୍ୟକୁ ଛାତ୍ରମାନେ ହୃଦୟଙ୍ଗମ କରିପାରିଲେ ନାହିଁ। ତାପରେ ନେକ୍ସଟ ପଏଣ୍ଟ ହେଉଛି ଶିକ୍ଷାର ମାଧ୍ୟମ ଇଂରାଜୀ ହେବା ଫଳରେ ଅନେକ କୃତି ଭାରତୀୟ ଛାତ୍ର ଇଂରାଜୀ ଭାଷାକୁ ଆୟତ୍ତ ନ କରିପାରିବା ଫଳରେ ଉଚ୍ଚ ଶିକ୍ଷା ଲାଭରୁ ବଞ୍ଚିତ ହେଲେ। ନେକ୍ସଟ ପଏଣ୍ଟ ହେଉଛି ଭାରତୀୟ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ସରକାର ଜନସାଧାରଣ ଅର୍ଦ୍ଧେକ ବହନ କରିବା ନିର୍ଦ୍ଦେଶ ଜାରି କରିବା ଫଳରେ ଏହିସବୁ ଅନୁଷ୍ଠାନ ପ୍ରତିଷ୍ଠା କ୍ଷେତ୍ରରେ ଅନେକ ବାଧାବିଘ୍ନ ଉପୁଜିଲା। ନେକ୍ସଟ ପଏଣ୍ଟ ହେଉଛି ଇଂରାଜୀ ଶିକ୍ଷା ଭାରତୀୟମାନଙ୍କୁ ସରକାରୀ ଚାକିରିରେ ନିଯୁକ୍ତି ପାଇଁ ସୁଯୋଗ କେବଳ ଦେଲା, ଫଳତଃ ଭାରତୀୟମାନେ ଜୀବିକା ନିର୍ବାହ ଏବଂ ଚାକିରି ଉଦ୍ଦେଶ୍ୟରେ ଇଂରାଜୀ ଶିକ୍ଷା ପାଇଁ ଅଧିକ ଆଗ୍ରହୀ ହେଲେ। ଦେଶରେ ଭାରତୀୟ ପାରମ୍ପରିକ ଶିକ୍ଷାଧାରା ଅବହେଳିତ ଅବସ୍ଥାରେ ପଡ଼ି ରହିଲା ଏବଂ ଅଧିକ ଇଂରାଜୀ ସ୍କୁଲମାନ ପ୍ରତିଷ୍ଠା ହେବାକୁ ଲାଗିଲା। ଲାଷ୍ଟ ପଏଣ୍ଟ ହେଉଛି ନା ପ୍ରତି ପ୍ରଦେଶରେ ସ୍ୱତନ୍ତ୍ର ଶିକ୍ଷା ବିଭାଗମାନ ପ୍ରତିଷ୍ଠିତ ହେବା ଫଳରେ ଶିକ୍ଷା ସରକାରଙ୍କର ପ୍ରତ୍ୟକ୍ଷ ନିୟନ୍ତ୍ରଣାଧୀନ ହୋଇ ରହିଲା। ଏହାଦ୍ୱାରା ଶିକ୍ଷାଧାରାର ପରିମାର୍ଜନ ଏବଂ ସମ୍ପ୍ରସାରଣ କ୍ରମଶଃ କ୍ଷୁଣ୍ଣ ହେବାକୁ ଲାଗିଲା। ତେଣୁ ଉଡ୍ସ ଡେସ୍ପାଚ୍ ଏବଂ ମ୍ୟାକଲେସ୍ ମିନିଟ୍ ଏଗୁଡ଼ା ସବୁ କ'ଣ କରୁଥିଲେ ନା ଇଂରାଜୀ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେଉଥିଲେ ଏବଂ ଭାରତୀୟମାନଙ୍କୁ ସେମାନେ ଶୋଷଣ କରିବା ପାଇଁ ଲାଗୁଥିଲେ ଯେ ସେମାନଙ୍କ ହାତରେ ଯେ ଭାରତୀୟମାନଙ୍କ ଚୁଟି ରହିଥିଲା, ଯେ ସେମାନେ ଯାହା କହୁଥିଲେ ଭାରତୀୟମାନେ ମାନିବାକୁ ବାଧ୍ୟ ହେଉଥିଲେ। ତେଣୁ ଇଂରାଜୀ ଭାଷାକୁ ସେମାନେ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ବହୁ ମାତ୍ରାରେ ଚେଷ୍ଟା କରୁଥିଲେ। ତେଣୁ ପିଲାମାନେ ଇଏ ହେଉଛି ତୁମର 5ଟା ଲଙ୍ଗ କ୍ୱେଶ୍ଚିନ୍ ଏବଂ ନେକ୍ସଟ ଭିଡ଼ିଓରେ ମୁଁ ଆଣିବି ଆଉ ଲଙ୍ଗ କ୍ୱେଶ୍ଚିନ୍, ଆଉ 5ଟା ଲଙ୍ଗ କ୍ୱେଶ୍ଚିନ୍ ଯେ ଭାରତୀୟ ଶିକ୍ଷା ଆୟୋଗ 1882ର ମୁଖ୍ୟ ସୁପାରିଶ ଗୁଡ଼ିକ ଆଲୋଚନା କର। ଭାରତୀୟ ଶିକ୍ଷା ଆୟୋଗ 1882ଙ୍କର ପ୍ରାଥମିକ ଶିକ୍ଷା ଉପରେ ମୁଖ୍ୟ ସୁପାରିଶ ଗୁଡ଼ିକୁ ଆଲୋଚନା କର। କଲିକତା ଭାରତୀୟ ଶିକ୍ଷା ଆୟୋଗ 1882 ବା ହଣ୍ଟର କମିଶନଙ୍କ ଭାରତରେ ମାଧ୍ୟମିକ ଶିକ୍ଷା ଏବଂ ଉଚ୍ଚ ଶିକ୍ଷା ପାଇଁ କି ସୁପାରିଶ କରିଥିଲେ ଉଲ୍ଲେଖ କର। କଲିକତା ବିଶ୍ୱବିଦ୍ୟାଳୟ ବା ସ୍ୟାଡଲର ବିଶ୍ୱବିଦ୍ୟାଳୟ କମିଶନ 1917ଙ୍କର ମାଧ୍ୟମିକ ଶିକ୍ଷା ଏବଂ ଶିକ୍ଷା ସମ୍ପର୍କୀୟ ସୁପାରିଶ ଗୁଡ଼ିକ ବର୍ଣ୍ଣନା କର। ଆଉ ଗୋଟେ କ୍ୱେଶ୍ଚିନ୍ ହେଉଛି ଭଲ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ସବୁ ରହିଛି ଯେ ସ୍ୟାଡଲର କମିଶନଙ୍କ କଲିକତା ବିଶ୍ୱବିଦ୍ୟାଳୟ ନାରୀ ଶିକ୍ଷା ଶିକ୍ଷକତା ବୈଷୟିକ ଶିକ୍ଷା ବିଷୟରେ ସୁପାରିଶକୁ ବର୍ଣ୍ଣନା କର। ଏବଂ ଲାଷ୍ଟ କ୍ୱେଶ୍ଚିନ୍ ହେଉଛି କ'ଣ ନା ଭାରତୀୟ ଶିକ୍ଷାର ବିକାଶ ପାଇଁ ହାଟ କମିଟିର ସୁପାରିଶ ଗୁଡ଼ିକୁ ଉଲ୍ଲେଖ କର। ହାଟ କମିଟି କ'ଣ କ'ଣ ସବୁ ସୁପାରିଶ କରିଥିଲା। ତେଣୁ ନେକ୍ସଟ ଭିଡ଼ିଓରେ ମୁଁ ଏଗୁଡ଼ାକ ଆଣିବି ସବୁ ଯାହାକି ଇମ୍ପୋର୍ଟାଣ୍ଟ ଫର୍ ୟୁର ଏକ୍ଜାମିନେସନ୍। ତେଣୁ ଭିଡ଼ିଓକୁ ଭଲ ଭାବରେ ଦେଖିବ ଏବଂ PDF ଡାଉନଲୋଡ୍ କରି ନୋଟ୍ ପ୍ରସ୍ତୁତ କରିନେବ। ତେଣୁ ଭିଡ଼ିଓକୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ, ଯାହାଫଳରେ ପିଲାମାନଙ୍କ ପାଖରେ ସହଜରେ ପହଞ୍ଚି ପାରିବ ଏବଂ ସେମାନେ ମଧ୍ୟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଇଯିବେ। ଥ୍ୟାଙ୍କ ୟୁ ଅଲ୍।